ଆଜିର ରାଶିଫଳ ଫେବୃଆରୀ ମାସ 4 ତାରିଖ ବୁଧବାର, ଫାଲ୍ଗୁନ ମାସ କୃଷ୍ଣପକ୍ଷ। ଆଜିର ପଞ୍ଚାଙ୍ଗ ତିଥି ତୃତୀୟା ରାତ୍ରି 12ଟା 2 ଗତେ ଚତୁର୍ଥୀ ନକ୍ଷତ୍ର ପୂର୍ବା ରାତ୍ରି 10ଟା 45 ଗତେ ଉତ୍ତରା ଫାଲ୍ଗୁନ, ଚନ୍ଦ୍ର ସିଂହ ରାତ୍ରି 5ଟା 50 ଗତେ କନ୍ୟା, ଯୋଗ ଅତିଗଣ୍ଡ। ଆଜିର ସୂର୍ଯ୍ୟୋଦୟ ସମୟ 6ଟା 25, ସୂର୍ଯ୍ୟାସ୍ତ ସମୟ 5ଟା 37। କର୍କଟ ଓ ମକର ରାଶିର ଘାତ ଚନ୍ଦ୍ର, କର୍କଟ ରାଶିର ଘାତ ବାର। ଆଜିର କାଳ ବେଳା ଦିବା 9ଟା 7 ଗତେ 10ଟା 30 ମଧ୍ୟ, ବାର ବେଳା ଦିବା 11ଟା 50 ଗତେ 1ଟା 15 ମଧ୍ୟ, ବିଶୁଦ୍ଧ ବା ଅମୃତ ବେଳା ଦିବା 8ଟା ମଧ୍ୟ ଓ 12ଟା 51 ଗତେ 2ଟା 25 ମଧ୍ୟ, ରାତ୍ରି 6ଟା 44 ଗତେ 8ଟା 47 ମଧ୍ୟ, ବିଶୁଦ୍ଧ ବା ମହେନ୍ଦ୍ର ବେଳା ଦିବା 4ଟା 50 ଗତେ 5ଟା 36 ମଧ୍ୟ, ରାତ୍ରି 8ଟା 50 ଗତେ 10ଟା 25 ମଧ୍ୟ। ଆଜି ପୁଟଳ ଭକ୍ଷଣ ନିଷେଧ। ଚାଲନ୍ତୁ 12ଗୋଟି ରାଶିର ନାମ ଜାଣିବା ଏବଂ କେମିତି ରହିଛି ଆପଣଙ୍କ ଦିନ ସେ ବିଷୟ ଜାଣିବା ପୂର୍ବରୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ, ପାଖରେ ଥିବା ବେଲ୍ ଆଇକନ୍ ଦେବେ ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ପ୍ରଥମ ଦେଖିବା ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ବ୍ୟବସାୟୀରେ କ୍ରୋଧକୁ ଦମନ କରି ହସ ଖୁସିରେ ବାତାବରଣ ସୃଷ୍ଟି ହେବ। କର୍ମକ୍ଷେତ୍ରରେ କୃତକାର୍ଯ୍ୟ ହେବେ, ହରେଇଥିବା ଦ୍ରବ୍ୟ ଫେରି ପାଇବେ। ମହିଳାମାନେ ତରବରିଆ ଭାବରେ କୌଣସି କାମ ନକରି ପରିସ୍ଥିତିକୁ ଆଖି ଆଗରେ ରଖି କାମ କରିଲେ ଭଲ ହେବ। ସେଇଭଳି ଦେଖିବା ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ହସ ଖୁସିରେ ସମୟ ବିତାଇବେ, ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ। ଚାକିରି କ୍ଷେତ୍ରରେ ପଦୋନ୍ନତି ହେବେ। ମହିଳାମାନେ ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ। ସେଇଭଳି ଦେଖିବା ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ। ବ୍ୟବସାୟୀମାନେ ନୂତନ ବାଣିଜ୍ୟରେ ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ। ନୂଆ ନିଯୁକ୍ତି ଯୁଗ ଅଛି। ସୁଖ ସମୃଦ୍ଧି ବୃଦ୍ଧି ଓ ଦାମ୍ପତ୍ୟ ସୁଖର ଆଶାଜନକ ଫଳପ୍ରାପ୍ତି ହେବ। ମାଲି ମକଦ୍ଦମାରେ କୃତକାର୍ଯ୍ୟ ହେବେ। ସେଇଭଳି ଦେଖିବା କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ। ସମାଜ ସେବା ରାଜନୀତିରେ ସୁନାମ ଅର୍ଜନ କରିପାରିବେ। କର୍ମକ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ। ବନ୍ଧୁମାନଙ୍କ ସହ ଯୋଗ ପ୍ରେରଣା ଆର୍ଥିକ ସହାୟତାରେ ନୂତନ ପନ୍ଥା ଅନୁସରଣ କରିପାରିବେ। ସେଇଭଳିଆ ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ। ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼ାଇବା, ରୋଜଗାର ସମସ୍ୟା ସୁଧୁରିଯିବ। ଧନ ଲାଭ ହେବାରୁ ମନ ଖୁସି ରହିବ। କାର୍ଯ୍ୟ ପୂରଣରେ ବିଳମ୍ବ ହେବ। ସମୟ ଗୁଡ଼ିକ ହସ ଖୁସିରେ ବିତିବ। କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ। ସେଇଭଳି ଦେଖିବା କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ। ଆର୍ଥିକ ଦିଗରୁ ବେଶ୍ ଅନୁକୂଳ ଥିବାରୁ କିଛି ନୂତନ ପଦାର୍ଥ ସଂଗ୍ରହ, ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବେ। ମହିଳାମାନେ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ। ବନ୍ଧୁଙ୍କ ସହଯୋଗ କେତେକ ସମସ୍ୟାର ସମାଧାନ ହେବ। ସେଇଭଳି ଦେଖିବା ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ। ଅଚାନକ ଧନ ପ୍ରାପ୍ତି ହେବ। ଦୂରଯାତ୍ରାରେ ସଫଳ ହେବ। କାର୍ଯ୍ୟକ୍ଷେତ୍ରରେ ସୁଖ ଶାନ୍ତି ବୃଦ୍ଧି ହେବ। ସାମାଜିକ କାର୍ଯ୍ୟ ସଫଳତା ଓ ମାନ ସମ୍ମାନ ବୃଦ୍ଧି ହେବ। ଯାତ୍ରାରେ ଭୋଗ ବିଳାସ ଆନନ୍ଦମୟ ମୁହୂର୍ତ୍ତ କଟିବ। ସେଇଭଳି ଦେଖିବା ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ସଂଘର୍ଷ ଦ୍ୱାରା ସଫଳତା ମିଳିବ। ଅଧିକାରୀଙ୍କ ଠାରୁ ସହଯୋଗ ମିଳିବ। ନିଜ ଲୋକ ମନ ମୁଟିଆ ହେବ। ମହିଳାମାନଙ୍କର ସନ୍ତାନଙ୍କ ଚିନ୍ତାରେ ମାନସିକ ଅସ୍ଥିରତା ବୃଦ୍ଧି ହେବ। ସେଇଭଳି ଦେଖିବା ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ। ପରିଶ୍ରମର ଆଶାଜନକ ଫଳପ୍ରାପ୍ତି ହେବ। ମହିଳାମାନେ ପରିବାରରେ ଆଦରଣୀୟ ହୋଇ ସୁଖ ଭୋଗ କରିବେ। କର୍ମକ୍ଷେତ୍ରରେ ଉନ୍ନତି କରିପାରିବେ। ନ୍ୟାୟ ମାର୍ଗ ବିଷ୍ଟ ବଚନ ଯୁଗ। ପ୍ରବାସରେ ମଧ୍ୟ କେତେକ କ୍ଷେତ୍ର ପଦୋନ୍ନତି ହେବେ। ସେଇଭଳି ଦେଖିବା ମକର ରାଶି ବ୍ୟକ୍ତିମାନଙ୍କ ପାଇଁ। ଅଫିସରେ ଅଟକି ରହିଥିବା କାମ ଗୁଡ଼ିକ ସୁରୁଖୁରୁରେ ସମ୍ପୂର୍ଣ୍ଣ ହେବ। ବାଣିଜ୍ୟ ପରିବହନରେ ଆଶାଜନକ ସଫଳତା ହାସଲ କରିବେ। ନିଜ ଚେଷ୍ଟାରେ କାର୍ଯ୍ୟରେ ସଫଳତା ମିଳିବା ସହ ସନ୍ତାନ ସୁଖ ମିଳିବ। ଶାରୀରିକ ସୁସ୍ଥତା ଦେଖାଦେବ। ସେଇଭଳି ଦେଖିବା କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ। ଗୁରୁଜନ ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବ। କୃଷିଜୀବୀମାନେ ହସ ଖୁସିରେ ସମୟ ବିତାଇବେ। ବ୍ୟବସାୟୀରେ ନାନା ପ୍ରକାର ସୁବିଧା ସୁଯୋଗ ମିଳିବ ଓ ପ୍ରେରଣା ପ୍ରାପ୍ୟ ଆଦାୟ ହୋଇପାରେ। ପ୍ରତିଯୋଗିତାରେ ବିଜୟ ହେବେ। ସେଇଭଳି ଦେଖିବା ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ। ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସହ ମନମାଳିନ୍ୟ ଘଟିପାରେ। ରାଜନୈତିକ କ୍ଷେତ୍ରରେ ପୁରୁଣା ସମାଧାନ କରି ବିଜୟ ହେବେ। ବାସଗୃହ ଯାନବାହନ ନେଇ କେତେକ ସମୟ ସମ୍ମୁଖୀନ ହେବାକୁ ପଡ଼ିବ। ପାରିବାରିକ ସମ୍ପର୍କ ଉନ୍ନତି ହେବ। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦେବେ।